ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଲୁ ଯେ ଯୀଶୁ ସାହସର ସହିତ ନିଜକୁ ଈଶ୍ୱରଙ୍କର ପୁତ୍ର ଏବଂ ପ୍ରକୃତ ରାଜା ଭାବରେ ପ୍ରକାଶ କରିଥିଲେ। ସେ ଈଶ୍ୱରଙ୍କର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ବିରୁଦ୍ଧରେ ସତର୍କ କରାଇଥିଲେ ଏବଂ ଦର୍ଶାଇଥିଲେ ଯେ ପ୍ରକୃତ ଧାର୍ମିକତା କେବଳ ତାଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା ହିଁ ଆସିଥାଏ। ଯୀଶୁ ସାଦୁକୀ ଓ ଫାରୁସୀମାନଙ୍କର ପ୍ରତ୍ୟେକ ଆହ୍ୱାନପୂର୍ଣ୍ଣ ପ୍ରଶ୍ନର ଉତ୍ତର ନିଜର ସିଦ୍ଧ ଜ୍ଞାନ ଦ୍ୱାରା ଦେଇଥିଲେ, ଯାହା ଆମକୁ ଆମର ସମ୍ପୂର୍ଣ୍ଣ ହୃଦୟ, ଆତ୍ମା ଓ ମନ ସହିତ ଈଶ୍ୱରଙ୍କୁ ପ୍ରେମ କରିବାକୁ ଏବଂ ଅନ୍ୟମାନଙ୍କୁ ଆନ୍ତରିକତାର ସହିତ ପ୍ରେମ କରିବାକୁ ଶିଖାଇ ଦିଏ। ଆଜିର ଅଧ୍ୟୟନରେ ଆମେ ଯେଉଁଠାରେ ଯୀଶୁ ସାଧାରଣ ଜନତାଙ୍କୁ ଅଧ୍ୟାପକ ଓ ଫାରୁସୀମାନଙ୍କ ବିଷୟରେ ସତର୍କ କରାଉଛନ୍ତି ତାହା ଆଲୋଚନା କରିବା। ତେବେ ଆସନ୍ତୁ ଆଜିର ଅଧ୍ୟୟନକୁ ଯିବା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଜିର ଅଧ୍ୟୟନରେ ଆମେ 23 ପର୍ବ ଉପରେ ଆଲୋଚନା କରିବା। ଯୀଶୁ ଲୋକସମୂହକୁ ଶାସ୍ତ୍ରୀ ଓ ଫାରୁସୀମାନଙ୍କ ଠାରୁ ସତର୍କ ରହିବା ନିମନ୍ତେ ସତର୍କ କଲେ। ଶାସ୍ତ୍ରୀ ଓ ଫାରୁସୀମାନେ ଯେ ସନ୍ତାପର ପାତ୍ର ଓ ଜେରୁସାଲେମ ନିମନ୍ତେ ରୋଦନ କଲେ। ଏହି ପର୍ବରେ ପ୍ରଭୁ ଯୀଶୁ ଓ ଧର୍ମ ନେତାମାନଙ୍କ ମଧ୍ୟରେ ଚାଲିଥିବା ଶେଷ ସଂଘର୍ଷ ବିଷୟରେ ଦେଖୁଁ। ସେ ଜନସମୂହକୁ ସେମାନଙ୍କ ବିଷୟରେ ସତର୍କ କରି ଦେଉଛନ୍ତି ଓ ସେହି ଧର୍ମ ନେତାମାନଙ୍କୁ ନିନ୍ଦା କରୁଛନ୍ତି। ପ୍ରଭୁଙ୍କ ଓଠରୁ କେବେ ମଧ୍ୟ ଏହାଠାରୁ ଅଧିକ କଠୋର ଶବ୍ଦ ବାହାରି ନଥିଲା। ଯଦି ଆପଣ ଏହି ପର୍ବକୁ ମନ ଧ୍ୟାନ ଦେଇ ପଢ଼ିବେ, ତେବେ ଆପଣ ନିଜେ ଇତସ୍ତତ ହୋଇଯିବେ। ଯୀଶୁ ଫାରୁସୀମାନଙ୍କୁ ମନ୍ଦିରରେ ସର୍ବସାଧାରଣଙ୍କ ସମ୍ମୁଖରେ ନିନ୍ଦା କରିଥିଲେ, ଯାହା ତାଙ୍କ ଶତ୍ରୁମାନଙ୍କର ଗୋଡ଼ ଥିଲା। ମାଥ୍ୟୁ 23 ପର୍ବ ତାର 1 ଏବଂ 2 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି, ତାହେଲେ ମୋ ସହିତ ଆପଣମାନେ ଖୋଲନ୍ତୁ। ଆସନ୍ତୁ ପାଠ କରିବା। ସେହି ସମୟରେ ଯୀଶୁ ଲୋକସମୂହ ଓ ଆପଣା ଶିଷ୍ୟମାନଙ୍କୁ କହିଲେ, ଶାସ୍ତ୍ରୀ ଓ ଫାରୁସୀମାନେ ମୋଶାଙ୍କ ଆସନରେ ବସିଅଛନ୍ତି। ଏହି ଧର୍ମ ନେତାମାନେ କ୍ଷମତାରେ ଥିଲେ ଏବଂ ସେମାନେ ପୁରାତନ ନିୟମର ଧର୍ମଶାସ୍ତ୍ର ନିଜ ନିୟନ୍ତ୍ରଣରେ ରଖିଥିଲେ। ଧର୍ମଶାସ୍ତ୍ର ଉପରେ ସେମାନଙ୍କର କୌଣସି ଅଧିକାର ନଥିଲା। ସେମାନେ ତାହାକୁ ବଳପୂର୍ବକ ନିଜ ଅଧିକାରରେ ରଖିବାକୁ ଚାହୁଁଥିଲେ। ସେମାନେ ମଣ୍ଡଳୀରେ ପଦବୀ ଧରି ବସିଥିଲେ, ଯାହା ଆଜି ମଧ୍ୟ ଦେଉଛି। କିନ୍ତୁ ଲୋକମାନେ ସେମାନଙ୍କ ଉପରେ ନିର୍ଭର କରୁଥିଲେ ଈଶ୍ୱରଙ୍କର ବାକ୍ୟ ବୁଝିବା ପାଇଁ। ମାଥ୍ୟୁ 23 ପର୍ବ ତାର 3 ପଦରେ ଲେଖା ଅଛି, ଅତଏବ ସେମାନେ ତୁମମାନଙ୍କୁ ଯାହା କିଛି କହନ୍ତି ତାହା ମାନ ଓ ପାଳନ କର, ମାତ୍ର ସେମାନଙ୍କ କର୍ମ ଅନୁସାରେ କର୍ମ କର ନାହିଁ, କାରଣ ସେମାନେ କହନ୍ତି କିନ୍ତୁ କରନ୍ତି ନାହିଁ। ଧର୍ମଶାସ୍ତ୍ର ଯେପରି ଶିକ୍ଷା ଦିଏ ସେପରି କର, କିନ୍ତୁ ଶାସ୍ତ୍ରୀ ଓ ଫାରୁସୀମାନେ ଯାହା କରୁଥିଲେ ସେପରି ନୁହେଁ, କାରଣ ସେମାନେ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନ କାଟୁନଥିଲେ। ଧର୍ମ ନେତାମାନଙ୍କ ବିଷୟରେ କ'ଣ କହୁଛନ୍ତି ଶୁଣନ୍ତୁ। ମାଥ୍ୟୁ 23 ପର୍ବ ତାର 4-7 ପଦରେ ଲେଖା ଅଛି, ସେମାନେ ଗୁରୁଭାର ବନ୍ଧନ କରି ମନୁଷ୍ୟମାନଙ୍କ ସ୍କନ୍ଧରେ ଥୋଇ ଦିଅନ୍ତି, କିନ୍ତୁ ନିଜେ ଅଙ୍ଗୁଳି ଦେଇ ତାହା ଟେକିବାକୁ ଇଚ୍ଛା କରନ୍ତି ନାହିଁ। ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ରର ଝୁମ୍ପା ବଡ଼ କରନ୍ତି, ଆଉ ଭୋଜିରେ ପ୍ରଧାନ ସ୍ଥାନ ଓ ସମାଜ ଗୃହରେ ପ୍ରଧାନ ଆସନ, ପୁଣି ହାଟ ବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କ ଦ୍ୱାରା ଗୁରୁ ବୋଲି ସମ୍ବୋଧିତ ହେବାକୁ ଭଲ ପାଆନ୍ତି। ଏମାନେ କେବଳ ପଦବୀ ଚାହାନ୍ତି। ସେମାନେ ଚାହାନ୍ତି ଯେ ଲୋକମାନେ ତାଙ୍କୁ ଚିହ୍ନନ୍ତୁ। ସେମାନେ ଧର୍ମ ନେତାମାନଙ୍କ ପୋଷାକ ପିନ୍ଧିବାକୁ ଚାହାନ୍ତି ଓ ଅନ୍ୟ ଲୋକମାନଙ୍କ ଠାରୁ ଅଲଗା ଦେଖାଯିବାକୁ ଚାହାନ୍ତି। ପ୍ରଭୁ ସେମାନଙ୍କ ବିଷୟରେ ଏପରି କହୁଛନ୍ତି। ମାଥ୍ୟୁ 23 ପର୍ବ ତାର 8 ପଦରେ ଲେଖା ଅଛି, କିନ୍ତୁ ତୁମ୍ଭେମାନେ ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମମାନଙ୍କର ଗୁରୁ ଜଣେ, ପୁଣି ତୁମ୍ଭେ ସମସ୍ତେ ଭାଇ। ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ, ଅର୍ଥାତ୍ ଶିକ୍ଷକ ମଣ୍ଡଳୀରେ ପାଳକଙ୍କ ନିମନ୍ତେ ସମ୍ମାନ ଏବଂ ଆଦର ରହିଛି, କିନ୍ତୁ ପାଳକ ଅନ୍ୟମାନଙ୍କ ଠାରୁ ଭିନ୍ନ ନୁହନ୍ତି। ସେ ଆପଣଙ୍କର ଭାଇମାନଙ୍କ ମଧ୍ୟରୁ ଜଣେ। ମାଥ୍ୟୁ 23 ପର୍ବ ତାର 9 ଏବଂ 10 ପଦରେ ଲେଖା ଅଛି,
ଆଉ ପୃଥିବୀରେ କାହାକୁ ହିଁ ପିତା ବୋଲି ସମ୍ବୋଧନ କର ନାହିଁ, କାରଣ ତୁମ୍ଭମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି। ଆଉ ତୁମ୍ଭେମାନେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ନେତା ଜଣେ, ସେ ଖ୍ରୀଷ୍ଟ। ପିତା ହେଉଛନ୍ତି ଜୀବନଦାତା। ଆତ୍ମିକ ବିଷୟ ନିମନ୍ତେ ଜଣେ ବ୍ୟକ୍ତିକୁ ପିତା ବୋଲି ଡାକିବା ଅର୍ଥ ତାଙ୍କୁ ଆତ୍ମିକ ଜୀବନ ଦେଉଥିବା ବ୍ୟକ୍ତି ଭାବରେ ଈଶ୍ୱରଙ୍କ ସ୍ଥାନରେ ବସାଇବା। ଏହା ହେଉଛି ଈଶ୍ୱର ନିନ୍ଦା। କେବଳ ପିତା ପରମେଶ୍ୱର ହିଁ ଜୀବନ ପ୍ରଦାନ କରନ୍ତି। ପ୍ରଭୁ ହେଉଛନ୍ତି ସେହି ବ୍ୟକ୍ତି ଯିଏ କ୍ଷମତାରେ ଥାଆନ୍ତି। ଆଜି ମଣ୍ଡଳୀର ମୁଖ୍ୟ ଭାବରେ ଖ୍ରୀଷ୍ଟ ହିଁ ସେହି ସର୍ବୋଚ୍ଚ କ୍ଷମତାର ଆସନରେ ଅଛନ୍ତି। ମାଥ୍ୟୁ 23 ପର୍ବ ତାର 11 ଏବଂ 12 ପଦରେ ଲେଖା ଅଛି, କିନ୍ତୁ ତୁମମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ ସେ ତୁମମାନଙ୍କର ସେବକ ହେବ। ଆଉ ଯିଏ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ ତାହାକୁ ନତ କରାଯିବ, ପୁଣି ଯିଏ କେହି ଆପଣାକୁ ନତ କରେ ତାହାକୁ ଉନ୍ନତ କରାଯିବ। ଯଦି ଆପଣ ମହାନ ହେବାକୁ ଇଚ୍ଛା କରନ୍ତି, ଆପଣଙ୍କୁ ଦାସ ହେବାକୁ ହେବ। ଏଠାରେ ଆପଣ ଲକ୍ଷ୍ୟ କରିବେ ଯେ ମୃଦୁଶୀଳ ପ୍ରଭୁ ଏଠାରେ କଠୋର ଶବ୍ଦ ବ୍ୟବହାର କରୁଛନ୍ତି। ଏଠାରେ ଆମେ ଦେଖୁଛୁ ଯେ ମୃଦୁଶୀଳ ଯୀଶୁ ସମ୍ପୂର୍ଣ୍ଣ ଈଶ୍ୱରଙ୍କ ବାକ୍ୟରେ କଠୋର ଭାଷା ବ୍ୟବହାର କରୁଛନ୍ତି। ପୁରାତନ ନିୟମର କୌଣସି ଭବିଷ୍ୟତ ବକ୍ତା ପାପକୁ ସେଭଳି ନିନ୍ଦା କରନ୍ତି ନାହିଁ। ପୁରାତନ ନିୟମର କୌଣସି ଭବିଷ୍ୟତ ବକ୍ତା ପାପକୁ ସେଭଳି ନିନ୍ଦା କରିନାହାନ୍ତି ଯେପରି ପ୍ରଭୁ ଯୀଶୁ ଏହାକୁ ନିନ୍ଦା କରୁଛନ୍ତି। ଦକ୍ଷିଣ କାଲିଫର୍ଣ୍ଣିଆରେ ଜଣେ ଉଦାରବାଦୀ ପ୍ରଚାରକଙ୍କ ଦୃଷ୍ଟି ଏହି ବିଷୟ ପ୍ରତି ଆକର୍ଷିତ ହୋଇଥିଲା। ସେ ଜାଣି ମଧ୍ୟ ନଥିଲେ ଯେ ଏହା ବାଇବଲରେ ଅଛି। ସେ କେବେ ବାଇବଲ ପଢ଼ିନଥିଲେ। ପ୍ରଭୁ ଯୀଶୁ ପ୍ରକୃତରେ କିଏ ସେହି ବିଷୟରେ ଆମର ଭୁଲ ଧାରଣା ରହିଛି। ଉଦାରବାଦୀମାନେ ଏପରି ଧାରଣା ଦେଉଥିଲେ ଯେ ପ୍ରଭୁ କେବଳ ପ୍ରେମ ବିଷୟରେ କହନ୍ତି। ଅନେକ ବର୍ଷ ପୂର୍ବେ ବର୍କଲିଠାରେ ଏକ ପ୍ରତିବାଦ ଶୋଭାଯାତ୍ରାରେ ସ୍ଲୋଗାନ ଲେଖାଥିଲା, ଯୀଶୁଙ୍କୁ ହଁ, ମଣ୍ଡଳୀକୁ ନା। ଅରେଗନର ଜଣେ ଏହାକୁ ନେଇ ବଡ଼ ଦାବି କରିଥିଲେ ଯେ ମଣ୍ଡଳୀ ଭୁଲ ପ୍ରଭାବ ପକାଉଛି। ଏହି ପିଢ଼ି ଯୀଶୁଙ୍କୁ ଚାହୁଁଛି, କିନ୍ତୁ ସେମାନେ ମଣ୍ଡଳୀକୁ ଚାହୁଁନାହାନ୍ତି। ହଁ, ମୁଁ ସ୍ୱୀକାର କରୁଛି କିଛି କ୍ଷେତ୍ରରେ ମଣ୍ଡଳୀ ଭୁଲ ପ୍ରଭାବ ପକାଉଛି, କିନ୍ତୁ ମୁଖ୍ୟ ସମସ୍ୟା ହେଉଛି ସେମାନେ ପ୍ରକୃତରେ ଯୀଶୁ କିଏ ତାହା ବୁଝିବାରେ ଭୁଲ କରିଛନ୍ତି। ଉଦାରବାଦୀମାନେ ଯୀଶୁଙ୍କୁ ଯେପରି ଜଣେ କେବଳ ପ୍ରେମର ସନ୍ତାନ ବୋଲି ଭାବନ୍ତି, ସେ ସେଭଳି ନୁହନ୍ତି। ନିଶ୍ଚିତ ଭାବରେ ଏହା ସତ୍ୟ ଯେ ସେ ପାପୀମାନଙ୍କୁ ପ୍ରେମ କରନ୍ତି ଏବଂ ପାପୀମାନଙ୍କ ପାଇଁ ପ୍ରାଣ ଦେଇଛନ୍ତି, କିନ୍ତୁ ଏହା ସହିତ ସେ ପାପୀମାନଙ୍କର ବିଚାର ମଧ୍ୟ କରିବାକୁ ଯାଉଛନ୍ତି। ଆମକୁ ତାଙ୍କ ବିଷୟରେ ଠିକ୍ ଚିନ୍ତା କରିବା ଆବଶ୍ୟକ। ତେଣୁ ଆଜି ଯୀଶୁଙ୍କୁ ହିଁ ଲୋକେ ଭୁଲ ବୁଝୁଛନ୍ତି। ଉଦାହରଣ ସ୍ୱରୂପ ମୁଁ ଜଣେ ଉଦାରବାଦୀ ପ୍ରବଚକଙ୍କୁ ପଚାରିଲି, ଆପଣ ଯେଉଁ ଯୀଶୁଙ୍କୁ ବିଶ୍ୱାସ କରନ୍ତି ସେ କ'ଣ କୁମାରୀ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ? ସେ କହିଲେ, ନା। ସେ କ'ଣ ସମଗ୍ର ଜଗତର ପାପ ପାଇଁ କ୍ରୁଶ ଉପରେ ପ୍ରାଣ ଦେଇଥିଲେ? ନା। ସେ କ'ଣ ଶରୀରରେ ପୁନରୁତ୍ଥିତ ହୋଇଥିଲେ? ନାହିଁ। ସେହି ଯୀଶୁ ପ୍ରକୃତରେ କେଉଁଠାରୁ ଆସିଥିଲେ? ପ୍ରଥମ ଶତାବ୍ଦୀରେ ଯୀଶୁ ଯେ ଥିଲେ ସେଥିର ପ୍ରମାଣ ନାହିଁ, କିନ୍ତୁ ଗୋଟିଏ ପ୍ରମାଣ ରହିଛି ଯେ ସେ କୁମାରୀ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ। ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ କରିଥିଲେ। ସମଗ୍ର ବିଶ୍ୱର ପାପ ପାଇଁ ମୃତ୍ୟୁବରଣ କରିଥିଲେ, ମୃତ୍ୟୁରୁ ପୁନର୍ଜୀବିତ ହୋଇଥିଲେ, ସ୍ୱର୍ଗାରୋହଣ କରିଥିଲେ ଏବଂ ବିଚାରକର୍ତ୍ତା ଭାବରେ ଏହି ପୃଥିବୀକୁ ଫେରି ଆସୁଛନ୍ତି। ମୋର ବନ୍ଧୁ, ଏହି ଯୀଶୁଙ୍କୁ ଆଜି ସାଧାରଣତଃ ଲୋକେ ଜାଣନ୍ତି ନାହିଁ, ତଥାପି ସେ ହିଁ ଏକମାତ୍ର ପ୍ରଭୁ ପୁନରୁତ୍ଥିତ ହୋଇଥିଲେ। ଏବେ ତାଙ୍କ କଥା ଶୁଣନ୍ତୁ। ସେ ଶାସ୍ତ୍ରୀ ଓ ଫାରୁସୀମାନଙ୍କୁ ସନ୍ତାପର ପାତ୍ର ବୋଲି କହିଲେ। ଏହା ଅତ୍ୟନ୍ତ କଠୋର ଶବ୍ଦ ଥିଲା। ମାଥ୍ୟୁ 23 ପର୍ବ ତାର 13 ପଦରେ ଲେଖା ଅଛି, କିନ୍ତୁ ହାୟ ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ୱର୍ଗରାଜ୍ୟ ରୁଦ୍ଧ କରୁଥାଅ। ତୁମ୍ଭେମାନେ ତ ନିଜେ ପ୍ରବେଶ କରୁନାହଁ, ପୁଣି ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉନାହଁ। ପ୍ରଭୁ ଯୀଶୁ ଶାସ୍ତ୍ରୀ ଓ ଫାରୁସୀମାନଙ୍କୁ 8 ଥର ହାୟ ଦଣ୍ଡର ପାତ୍ର ଓ 7 ଥର କପଟୀ ବୋଲି କହିଛନ୍ତି। ସେମାନେ ସ୍ୱର୍ଗ ଯିବା ନିମନ୍ତେ ପ୍ରତିବନ୍ଧକ ଅଟନ୍ତି। ମାଥ୍ୟୁ 23 ପର୍ବ ତାର 14 ପଦରେ ଲେଖା ଅଛି, ହାୟ ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମ୍ଭେମାନେ ଛଳରେ ଦୀର୍ଘ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ବିଧବାମାନଙ୍କର ଗୃହ ସବୁ ଗ୍ରାସ କରୁଥାଅ, ଏଣୁ ତୁମ୍ଭେମାନେ ଗୁରୁତ୍ୱର ଦଣ୍ଡ ପାଇବ। ଅନ୍ୟ ଶବ୍ଦରେ ସେମାନେ ଲମ୍ବା ପ୍ରାର୍ଥନା କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଲୋକଙ୍କ ପାଇଁ ନଥାଏ। ମାଥ୍ୟୁ 23 ପର୍ବ ତାର 15 ପଦରେ ଲେଖା ଅଛି, ହାୟ ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମ୍ଭେମାନେ ଜଣକୁ ତୁମମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ,
ପୁଣି ଯେତେବେଳେ ସେ ହୁଏ ସେତେବେଳେ ତାହାକୁ ତୁମମାନଙ୍କ ଅପେକ୍ଷା 2 ଗୁଣ ନରକ ପାତ୍ର କରୁଥାଅ। ସେମାନେ ବାହାରକୁ ଯାଇ ସାକ୍ଷ୍ୟ ଦେଉଥିଲେ, କିନ୍ତୁ ଜଣେ ମଧ୍ୟ ପ୍ରଭୁଙ୍କ ନିକଟକୁ ଆସୁନଥିଲେ। କେହି ପୁନର୍ଜନ୍ମ ପ୍ରାପ୍ତ ନଥିଲେ। ମାଥ୍ୟୁ 23 ପର୍ବ ତାର 16 ପଦରେ ଲେଖା ଅଛି, ହାୟ ଦଣ୍ଡର ପାତ୍ର ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ କହୁଥାଅ, କେହି ମନ୍ଦିରର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ମନ୍ଦିରସ୍ଥ ସ୍ୱର୍ଣ୍ଣର ଶପଥ କରେ ସେ ତଦ୍ୱାରା ଆବଦ୍ଧ। ସେ ଋଣୀ, ଅର୍ଥାତ୍ ସେ ନିଜ ଶପଥ ପାଳନ କରିବାକୁ ବାଧ୍ୟ। ମାଥ୍ୟୁ 23 ପର୍ବ ତାର 17 ଏବଂ 18 ପଦରେ ଲେଖା ଅଛି, ରେ ମୂଢ଼ ଓ ଅନ୍ଧମାନେ, ସ୍ୱର୍ଣ୍ଣ କିମ୍ବା ସେହି ସ୍ୱର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି 2 ମଧ୍ୟରେ କେଉଁଠି ଶ୍ରେଷ୍ଠ? ଆହୁରି କହୁଥାଅ, କେହି ଯଜ୍ଞବେଦୀର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯିଏ କେହି ତାହା ଉପରେ ଥିବା ନୈବେଦ୍ୟର ଶପଥ କରେ ସେ ତଦ୍ୱାରା ଆବଦ୍ଧ। ଯଦି ସେ ନିଜ ଶପଥ ପୂରଣ କରିବାରେ ବିଫଳ ହୁଏ ତେବେ ସେ ଦୋଷୀ। ମାଥ୍ୟୁ 23 ପର୍ବ ତାର 19-22 ପଦରେ ଲେଖା ଅଛି, ରେ ଅନ୍ଧମାନେ, ନୈବେଦ୍ୟ କିମ୍ବା ସେହି ନୈବେଦ୍ୟକୁ ପବିତ୍ର କରେ ଯେଉଁ ଯଜ୍ଞବେଦୀ, ଏହି 2 ମଧ୍ୟରେ କେଉଁଠି ଶ୍ରେଷ୍ଠ? ଅତଏବ ଯେଉଁ ଲୋକ ଯଜ୍ଞବେଦୀର ଶପଥ କରେ ସେ ତ ତାହା ଓ ତାହା ଉପରେ ଥିବା ପଦାର୍ଥର ଶପଥ କରେ, ଆଉ ଯିଏ ମନ୍ଦିରର ଶପଥ କରେ ସେ ମନ୍ଦିର ଓ ତନ୍ନିବାସୀଙ୍କର ଶପଥ କରେ। ପୁଣି ଯିଏ ସ୍ୱର୍ଗର ଶପଥ କରେ ସେ ଈଶ୍ୱରଙ୍କ ସିଂହାସନ ଓ ତଦୁପବିଷ୍ଟଙ୍କର ଶପଥ କରେ। ଫାରୁସୀମାନେ ଶିକ୍ଷା ଦେଉଥିଲେ ଯେ ଯଦି ଆପଣ ମନ୍ଦିରର ନାମ ନେଇ ଶପଥ କରୁଛନ୍ତି ତେବେ ଆପଣ ସେହି ଶପଥ ରଖିବାକୁ ବାଧ୍ୟ ନୁହନ୍ତି, କିନ୍ତୁ ଯଦି ଆପଣ ମନ୍ଦିରରେ ଉତ୍ସର୍ଗ କରାଯାଇଥିବା ଉପହାରର ନାମ ନେଇ ଶପଥ କରୁଛନ୍ତି ତେବେ ସେହି ଶପଥ ପାଳନ କରିବା ବାଧ୍ୟ ଥିଲା। ସେମାନେ ପ୍ରକୃତରେ ଛୋଟ ବିଷୟକୁ ନେଇ ଯୁକ୍ତିତର୍କ କରୁଥିଲେ ଏବଂ ଆତ୍ମିକ ଉଦ୍ଦେଶ୍ୟ ବଦଳରେ ପାର୍ଥିବ ବିଷୟ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ। ଏବେ ପ୍ରଭୁଙ୍କର କଠୋର ବାକ୍ୟ ଶୁଣନ୍ତୁ। ମାଥ୍ୟୁ 23 ପର୍ବ ତାର 23 ପଦରେ ଲେଖା ଅଛି, ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମୁହୁରି ଓ ଜିରାର ଦଶମାଂଶ ଦେଉଥାଅ, ଆଉ ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକ ନ୍ୟାୟ ବିଚାର, ଦୟା ଓ ବିଶ୍ୱାସ ଏହାସବୁ ପରିତ୍ୟାଗ କରିଅଛ, କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟ ସବୁ ପରିତ୍ୟାଗ ନ କରିବା ଉଚିତ। ସେମାନେ ପୋଦିନା, ପାନମୁହୁରି ଏବଂ ଜିରାରୁ ଦଶମାଂଶ ଦେବା ବିଷୟରେ ଅତ୍ୟନ୍ତ ସତର୍କ ଥିଲେ ଓ ସେମାନେ ସେହି ଛୋଟ ଛୋଟ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେଉଥିଲେ ଓ ଦଶମାଂଶ ଦେଉଥିଲେ। କିନ୍ତୁ ପ୍ରଭୁ କୁହନ୍ତି, ତୁମେମାନେ ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକୁ ଭୁଲି ଯାଇଛ। ସେହି ଗୁରୁତର ବିଷୟଗୁଡ଼ିକ ହିଁ ମନୁଷ୍ୟକୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିଥାଏ। ମାଥ୍ୟୁ 23 ପର୍ବ ତାର 24 ପଦରେ ଲେଖା ଅଛି, ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ କିନ୍ତୁ ଓଟକୁ ଗିଳୁଥାଅ। ଆପଣ କ'ଣ ଭାବୁଛନ୍ତି ଏହି ପଦ କୌତୂହଳପୂର୍ଣ୍ଣ? ଯଦି ଏହି ଘଟଣା ସମୟରେ ମୁଁ ସେଠାରେ ଥାନ୍ତି ମୁଁ ହସିଥାନ୍ତି। ହଁ, ଯଦି ମୁଁ ଫାରୁସୀ କି ଶାସ୍ତ୍ରୀ ହୋଇଥାନ୍ତି। ପ୍ରଭୁ ଯୀଶୁ ଏହାକୁ ଗୁରୁତ୍ୱ ଦେଇ କହିଥିଲେ, ଅନେକ ଲୋକ ଅଛନ୍ତି ଛୋଟ କଥାକୁ ବଡ଼ କରିଦିଅନ୍ତି। ମୁଁ ଆଶ୍ଚର୍ଯ୍ୟ ଯେ ଲୋକେ ମଶାକୁ ଗିଳି ପାରନ୍ତି ନାହିଁ କିନ୍ତୁ ଓଟକୁ ଗିଳି ଦିଅନ୍ତି। ମାଥ୍ୟୁ 23 ପର୍ବ ତାର 25 ପଦରେ ଲେଖା ଅଛି, ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳିର ବାହାର ପରିଷ୍କାର କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନ କର୍ମ ଓ ଇନ୍ଦ୍ରିୟ ସେବାରେ ପରିପୂର୍ଣ୍ଣ। ଏହି ପଞ୍ଚମ ସନ୍ତାପର ପାତ୍ର ଶବ୍ଦ ଫାରୁସୀମାନଙ୍କ ବାହ୍ୟ ଆଡ଼ମ୍ବର ଉପରେ ଦେଉଥିବା ଗୁରୁତ୍ୱକୁ ଦର୍ଶାଏ। ଏହା ଆଜିର ମଣ୍ଡଳୀର ଏକ ଚିତ୍ର, ଯେଉଁମାନେ କେବଳ ଥାଳିର ବାହାର ପାଖକୁ ସଫା କରିବାରେ ବ୍ୟସ୍ତ ଥାନ୍ତି। ସେମାନେ ସମସ୍ତ ପ୍ରକାରର ରୀତିନୀତି ଓ ଉତ୍ସବ ପାଳନ କରନ୍ତି। ସେମାନେ ସବୁଠାରୁ ଭଲ ବ୍ୟବସ୍ଥା ଓ ବାହ୍ୟ ସାଜସଜ୍ଜା ଚାହାନ୍ତି। ସେମାନେ ବାହାରକୁ ବହୁତ ସୁନ୍ଦର ଏବଂ ଧାର୍ମିକ ପରି କଥାବାର୍ତ୍ତା କରନ୍ତି, କିନ୍ତୁ ଭିତରେ ସେମାନେ ପାପରେ ପରିପୂର୍ଣ୍ଣ। ଫାରୁସୀମାନେ ବାସ୍ତବରେ ପରମ୍ପରାକୁ ବିଶ୍ୱାସ ବଦଳରେ ରୀତିନୀତିକୁ ଏବଂ ଈଶ୍ୱରଙ୍କ ବଦଳରେ ଉପାସନା ପଦ୍ଧତିକୁ ସ୍ଥାନ ଦେଉଥିଲେ। ମାଥ୍ୟୁ 23 ପର୍ବ ତାର 26 ପଦରେ ଲେଖା ଅଛି, ହେ ଅନ୍ଧ ଫାରୁସୀ, ଆଗେ ଗିନାର ଭିତର ପରିଷ୍କାର କର, ଯେପରି ସେଥିର ବାହାର ମଧ୍ୟ ପରିଷ୍କୃତ ହେବ। ତାଙ୍କୁ ଭୁଲ ବୁଝନ୍ତୁ ନାହିଁ। ସେ କହୁନାହାନ୍ତି ଯେ ବାହାର ପରିଷ୍କାର ହେବା ଉଚିତ ନୁହେଁ, କିନ୍ତୁ ଭିତର ଅପରିଷ୍କାର ରଖି ବାହାର ପରିଷ୍କାର କରିବା ଦ୍ୱାରା ଭୁଲ ସମ୍ବାଦ ଦେଉଛ। ଭିତରୁ ପରିଷ୍କାର କରିବା ଆବଶ୍ୟକ। ମାଥ୍ୟୁ 23 ପର୍ବ ତାର 27 ପଦରେ ଲେଖା ଅଛି, ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀମାନେ,
କାରଣ ତୁମ୍ଭେମାନେ ଶୁକ୍ଳୀକୃତ ସମାଧି ସ୍ୱରୂପ। ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତମାନଙ୍କ ଅସ୍ଥି ଓ ସର୍ବପ୍ରକାର ଅଶୁଚିତାରେ ପରିପୂର୍ଣ୍ଣ। ପ୍ରଭୁ ଯୀଶୁଙ୍କ ଶିକ୍ଷା ମଧ୍ୟରେ ଏହା ଅତି ଭୟାନକ ଶିକ୍ଷା। ମୁଁ ପୂର୍ବରୁ କହିଥିବା ପରି ବାହାରୁ ସଫା ଓ ଭିତରେ ଅପରିଷ୍କାର ରହିବା ଉଚିତ ନୁହେଁ, ଯାହା ଆଜିର ମଣ୍ଡଳୀରେ ମଧ୍ୟ ଦେଖାଯାଉଛି। କିନ୍ତୁ ମୁଁ ଭୟ କରୁଛି ଯେ କବରର ଏହି ଉପମାଟି ଆଜିର ଚର୍ଚ୍ଚକୁ ଯାଉଥିବା ସାଧାରଣ ବିଶ୍ୱାସୀମାନଙ୍କୁ ଚିତ୍ରିତ କରୁଛି, ଯେଉଁମାନେ ବାହାରୁ ଦେଖିବାକୁ ବହୁ ସୁନ୍ଦର, କିନ୍ତୁ ଭିତରୁ ସେମାନେ ନିଜର ଅପରାଧ ଓ ପାପ ଯୋଗୁଁ ଆତ୍ମିକ ଭାବେ ମୃତ। ସେମାନଙ୍କ ପାଖରେ ଭକ୍ତିର ବାହ୍ୟ ରୂପ ତ ଅଛି, କିନ୍ତୁ ଖ୍ରୀଷ୍ଟଙ୍କଠାରେ ନୂତନ ସୃଷ୍ଟି ହେବା ପାଇଁ ସେହି ଭକ୍ତିର ଯେଉଁ ଶକ୍ତି ରହିଛି ତାହାକୁ ସେମାନେ ଅସ୍ୱୀକାର କରନ୍ତି। ମୋର ପ୍ରିୟ ବନ୍ଧୁ, ଯେ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ଏହି ପରିବର୍ତ୍ତନ ଆସିନାହିଁ ସେ ପର୍ଯ୍ୟନ୍ତ ସଦସ୍ୟ ହେବା ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଅର୍ଥହୀନ। ଏହା କପଟତା ଛଡ଼ା କିଛି ନୁହେଁ। ଯେତେବେଳେ ମୁଁ ଦେଖେ ଯେ କିଛି ସ୍ଥାନରେ ଅଧାରୁ ଅଧିକ ଲୋକ ମଣ୍ଡଳୀର ସଦସ୍ୟ, ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହୁଏ ଯେ ଶତକଡ଼ା 99% ଲୋକ କାହିଁକି ମଦ୍ୟପାନ କରୁଛନ୍ତି, ଅଶ୍ଳୀଳ ଭାଷା ବ୍ୟବହାର କରୁଛନ୍ତି ଏବଂ ଖରାପ ଗପସପ କରୁଛନ୍ତି। ଆମ ଚାରିପାଖରେ ଏମିତି ଅନେକ ମାର୍ବଲ ପଥରର କବର ବୁଲୁଛନ୍ତି, ଯେଉଁମାନେ କି ଆତ୍ମିକ ଭାବେ ଜୀବନ୍ତ ଶବ, ଯେଉଁମାନେ ନିଜର ଅପରାଧ ଓ ପାପରେ ମୃତ ଅଟନ୍ତି। ମାଥ୍ୟୁ 23 ପର୍ବ ତାର 28 ପଦରେ ଲେଖା ଅଛି, ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ। ଯୀଶୁ ଏହି ଧର୍ମ ନେତାମାନଙ୍କୁ କେତେ କଠୋର ଭାବରେ ନିନ୍ଦା କରୁଛନ୍ତି। ସେମାନଙ୍କୁ ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ନିନ୍ଦା ଓ ଧିକ୍କାର କରାଯିବା ଉଚିତ। ଯଦି ଆପଣଙ୍କ ଅଞ୍ଚଳରେ ଏମିତି ଏକ ମଣ୍ଡଳୀ ଅଛି ଯେଉଁଠାରେ ବାଇବଲ ଶିକ୍ଷା ଦିଆଯାଉଛି ଏବଂ ଏମିତି ଜଣେ ପ୍ରଚାରକ ଅଛନ୍ତି ଯିଏ ଏହି ପବିତ୍ର ପୁସ୍ତକକୁ ବିଶ୍ୱାସ କରନ୍ତି ଓ ଏହାକୁ ଶିକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି, ତେବେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁଥିବାରୁ ତାଙ୍କ ସହିତ ଦୃଢ଼ ଭାବେ ଠିଆ ହୁଅନ୍ତୁ। ତାଙ୍କୁ ଆପଣଙ୍କର ଆବଶ୍ୟକତା ଅଛି ଏବଂ ଆପଣଙ୍କୁ ମଧ୍ୟ ତାଙ୍କର ଆବଶ୍ୟକତା ଅଛି। ଏପରି ଲୋକଙ୍କ ଅଧିକ ଆବଶ୍ୟକତା ଅଛି ଯେଉଁମାନେ ଈଶ୍ୱରଙ୍କର ବାକ୍ୟକୁ ବିଶ୍ୱାସ କରନ୍ତି, ସେହି ଅନୁଯାୟୀ ନିଜ ଜୀବନ ଅତିବାହିତ କରନ୍ତି। ମାଥ୍ୟୁ 23 ପର୍ବ ତାର 29-32 ପଦରେ ଲେଖା ଅଛି, ହାୟ ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧି ସ୍ତମ୍ଭ ସୁଶୋଭିତ କରି କହୁଥାଅ, ଆମ୍ଭେମାନେ ଯେବେ ଆମ୍ଭମାନଙ୍କର ପିତୃପୁରୁଷଙ୍କ ସମୟରେ ଥାଆନ୍ତୁ, ତେବେ ଭାବବାଦୀମାନଙ୍କ ରକ୍ତପାତରେ ସେମାନଙ୍କର ସହଭାଗୀ ହୋଇନଥାନ୍ତୁ। ତେଣୁ ତୁମ୍ଭେମାନେ ଯେ ଭାବବାଦୀମାନଙ୍କ ହତ୍ୟାକାରୀମାନଙ୍କର ସନ୍ତାନ ଅଟ, ସେ ସମ୍ବନ୍ଧରେ ତୁମ୍ଭେମାନେ ହିଁ ଆପଣା ଆପଣା ବିଷୟରେ ସାକ୍ଷ୍ୟ ଦେଉଛ। ତୁମ୍ଭେମାନେ ନିଜ ନିଜ ପିତୃପୁରୁଷଙ୍କର ପରିମାଣ ପୂର୍ଣ୍ଣ କର। ଆମେ ମଧ୍ୟ ଆଜି ତାହା ହିଁ କରୁଛୁ। ଈଶ୍ୱରଙ୍କର ମହାନ ସେବକ, ପ୍ରଚାରକ ଏବଂ ମିଶନେରୀମାନଙ୍କୁ ସେମାନଙ୍କର ସମୟର ଲୋକଙ୍କ ଦ୍ୱାରା ନିନ୍ଦିତ ଓ ଅପମାନିତ କରାଯାଉଥିଲା, କିନ୍ତୁ ଆଜି ସେମାନଙ୍କୁ ସମ୍ମାନିତ କରାଯାଉଛି। ଆମ ପ୍ରଭୁ ମନୁଷ୍ୟର ଆଚାର ବ୍ୟବହାରକୁ ବହୁତ ଭଲ ଭାବେ ଜାଣିଥିଲେ। ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ, କାରଣ ତୁମେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କର ସମାଧି ସ୍ତମ୍ଭ ସୁଶୋଭିତ କରି କହୁଥାଅ, ତୁମେମାନେ ନିଜ ନିଜ ପିତୃପୁରୁଷଙ୍କର ପରିମାଣ ପୂର୍ଣ୍ଣ କର। ଅତୀତର ଭବିଷ୍ୟତ ବକ୍ତାମାନଙ୍କୁ ସମ୍ମାନ ଦେଉଥିବା ଧର୍ମନେତାମାନେ ହିଁ ଶୀଘ୍ର ରୋମିଓମାନଙ୍କୁ ବାଧ୍ୟ କଲେ ଈଶ୍ୱରଙ୍କ ପୁତ୍ରଙ୍କୁ କ୍ରୁଶବିଦ୍ଧ କରିବା ପାଇଁ, ଯିଏକି ସେହି ସମୟରେ ସେମାନଙ୍କର ସହ କଥା ହେଉଥିଲେ। ଏହା ଏପରି ଏକ ବିଷୟ ଯାହା ଆପଣଙ୍କୁ ଶିହରଣ କରିବ। ମାଥ୍ୟୁ 23 ପର୍ବ ତାର 33 ପଦରେ ଲେଖା ଅଛି, ଆରେ ସର୍ପଗୁଡ଼ାକ, ଆରେ କାଳ ସର୍ପର ବଂଶ, ତୁମେମାନେ କି ପ୍ରକାରେ ନରକ ଦଣ୍ଡରୁ ରକ୍ଷା ପାଇବ। ଭାବି ପାରୁଛନ୍ତି କେତେ କଠୋର ଶବ୍ଦ ବ୍ୟବହାର କରୁଛନ୍ତି। ସେ ଯେତେବେଳେ କାଳ ସର୍ପର ବଂଶ ବୋଲି କହୁଛନ୍ତି, କ'ଣ କହିବାକୁ ଚାହାନ୍ତି? ସେମାନେ ସର୍ପର ବଂଶ। ଏହା ସେହି ଶିକ୍ଷାକୁ ଖଣ୍ଡନ କଲେ। ମାନବ ଜାତୀୟ ସାର୍ବଜନୀନ ଭାତୃତ୍ୱ ଓ ଈଶ୍ୱରଙ୍କ ସାର୍ବଜନୀନ ପିତୃତ୍ୱ। ଯଦି ଆପଣ ଯୀଶୁଖ୍ରୀଷ୍ଟଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି, ତେବେ ଈଶ୍ୱର ଆପଣଙ୍କୁ ନିଜର ବୋଲି ଦାବି କରିବେ ନାହିଁ। ଈଶ୍ୱରଙ୍କ ସନ୍ତାନ ହେବାର ଏକମାତ୍ର ଉପାୟ ହେଉଛି ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା। ଜହନ 1 ପର୍ବ ତାର 12ରେ ଲେଖା ଅଛି, ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ସେ ସେମାନଙ୍କୁ ଅର୍ଥାତ୍ ତାହାଙ୍କ ନାମରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ। ମାଥ୍ୟୁ ଲିଖିତ ସୁସମାଚାରର
ଏହି ପଦରେ ଯୀଶୁ ଅତ୍ୟନ୍ତ କଠୋର ଭାଷାରେ କଥା ହେଉଛନ୍ତି। ସେ ଏମିତି ଏକ ଚା ପିଇବାକୁ ଦେଇଛନ୍ତି ଯାହା ଆଜିର ଉଦାରବାଦୀ ଲୋକଙ୍କ ପାଇଁ ଅଧିକ କଡ଼ା ବା ପିତା ଲାଗେ। ଯୀଶୁଖ୍ରୀଷ୍ଟ କେବଳ କାହାର ଆଇନଗତ ସନ୍ତାନ ନଥିଲେ, ସେ ଆପଣଙ୍କୁ ପ୍ରେମ କରୁଥିବାରୁ ଆପଣଙ୍କ ପାପ ପାଇଁ ମୃତ୍ୟୁବରଣ କରିବାକୁ ଏହି ପୃଥିବୀକୁ ଆସିଲେ। କିନ୍ତୁ ଯଦି ଆପଣ ତାଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି ତେବେ ସେ ଆପଣଙ୍କର ବିଚାର କରିବେ। ମାଥ୍ୟୁ 23 ପର୍ବ ତାର 34 ଏବଂ 35 ପଦରେ ଲେଖା ଅଛି, ଏଣୁ ଦେଖ ମୁଁ ତୁମମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପ୍ରେରଣ କରୁଅଛି। ସେମାନଙ୍କ ମଧ୍ୟରୁ କାହା କାହାକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବୋଧ କରିବ, ଆଉ କାହା କାହାକୁ ତୁମମାନଙ୍କ ସମାଜ ଗୃହରେ କୋରଡ଼ା ମାରିବ ଓ ନଗରକୁ ନଗର ତାଡ଼ନା କରିବ। ଯେପରି ଧାର୍ମିକ ହେବଲଙ୍କ ରକ୍ତପାତ ଠାରୁ ଯେଉଁ ବେରିଖିଅଙ୍କ ପୁତ୍ର ଜିଖରିୟଙ୍କୁ ତୁମ୍ଭେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ଯଜ୍ଞବେଦୀର ମଧ୍ୟସ୍ଥଳରେ ବୋଧ କଲ, ତାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି ସେହି ସମସ୍ତ ତୁମମାନଙ୍କ ଉପରେ ବର୍ତ୍ତିବ। ଜିଖରିୟଙ୍କ ହତ୍ୟା ନିକଟ ଅତୀତର ଘଟଣା ଥିଲା। ହେବଲଙ୍କ ହତ୍ୟାକାଣ୍ଡରୁ ଆରମ୍ଭ କରି ସେମାନଙ୍କୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଘଟିଥିବା ଘଟଣା ବିଷୟରେ କହୁଛନ୍ତି। ସେ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ କରିଦେଉଛନ୍ତି ଯେ ଧାର୍ମିକ ଲୋକମାନଙ୍କୁ ବିନାଶ କରିଥିବା ହେତୁ ଈଶ୍ୱର ଇସ୍ରାଏଲର ବିଚାର କରିବେ। ଶେଷରେ ସମସ୍ତେ ପରିତ୍ରାଣ ପାଇବେ। ସେ ନିଶ୍ଚିତ ଭାବରେ ଆମର ବର୍ତ୍ତମାନର ସେହି ଦର୍ଶନକୁ ଖଣ୍ଡନ କରୁଛନ୍ତି। ସେ କୁହନ୍ତି ଯେ ସେମାନେ ପରିତ୍ରାଣ ପାଇବେ ନାହିଁ। ମାଥ୍ୟୁ 23 ପର୍ବ ତାର 36 ପଦରେ ଲେଖା ଅଛି, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷ ଉପରେ ଏହି ସମସ୍ତ ବର୍ତ୍ତିବ। ସେ 70 ଖ୍ରୀଷ୍ଟାବ୍ଦରେ ଜେରୁସାଲେମରେ ହେବାକୁ ଥିବା ବିନାଶ ବିଷୟରେ ଭବିଷ୍ୟବାଣୀ କରୁଛନ୍ତି। ଏହାପରେ ସେ କ'ଣ କରୁଛନ୍ତି? ଯିଏ ଏହି କଠୋର ନିନ୍ଦା କରିଥିଲେ ସେହି ବ୍ୟକ୍ତି ଜଣକ ଏବେ ଜେରୁସାଲେମ ପାଇଁ ବିଳାପ କରିବେ। ମାଥ୍ୟୁ 23 ପର୍ବ ତାର 37 ଏବଂ 38 ପଦରେ ଲେଖା ଅଛି, ଗୋ ଜେରୁସାଲେମ ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକୁଟି ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେଥର ତୋର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ। ଦେଖ, ତୁମମାନଙ୍କ ଘର ତୁମମାନଙ୍କ ହାତରେ ଛାଡ଼ି ଦିଆଯାଉଅଛି। ଜେରୁସାଲେମ ତାଙ୍କ ବିଜୟ ଯାତ୍ରା ସମୟରେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲା। ସେ ମଧ୍ୟ ଜେରୁସାଲେମକୁ ପ୍ରତ୍ୟାଖ୍ୟାନ କରିଛନ୍ତି, କିନ୍ତୁ ଏବେ ସେ ଏହି ନଗର ପାଇଁ କାନ୍ଦୁଛନ୍ତି। ହଁ, ସେ ସେମାନଙ୍କୁ ଧିକ୍କାର କରିଥିଲେ, କିନ୍ତୁ ସେ ସେମାନଙ୍କୁ ପ୍ରକୃତରେ ପ୍ରେମ କରନ୍ତି। ଆଗକୁ ଆସିବାକୁ ଥିବା ସେହି ବିଚାର ବିଷୟରେ ଜାଣି ସେ ବିଳାପ କରୁଛନ୍ତି। ଡିଏଲ୍ ମୁଣିଙ୍କ ସମୟରେ ଏପରି ଏକ ବକ୍ତବ୍ୟ ଦିଆଯାଇଥିଲା ଯେ ସେ ହିଁ ଏକମାତ୍ର ଜୀବିତ ବ୍ୟକ୍ତି ଥିଲେ ଯିଏ ନରକ ବିଷୟରେ ପ୍ରଚାର କରିବା ଉଚିତ, କାରଣ ସେ ଅତ୍ୟନ୍ତ ଦୟା ଓ କରୁଣାର ସହିତ ଏହା କରୁଥିଲେ। ଏବଂ ନିଶ୍ଚିତ ଭାବରେ ଆମ ପ୍ରଭୁ ମଧ୍ୟ ଏହି କଥା ତାଙ୍କ ଭଗ୍ନ ହୃଦୟରୁ ଉଚ୍ଚାରଣ କରିଥିଲେ। ଆପଣଙ୍କର ମନେ ଥିବ ଯେ କିଛି ଲୋକ ତାଙ୍କୁ ଜିରିମିୟ ବୋଲି ଭାବୁଥିଲେ, କାରଣ ଜିରିମିୟ ପୁରାତନ ନିୟମରେ ସବୁଠାରୁ କଠୋର ଶବ୍ଦ କହିଥିଲେ ମଧ୍ୟ ସେ ନିଜେ ଅଶ୍ରୁପାତ କରୁଥିଲେ। ଆମେ କାହାକୁ ନିନ୍ଦା କରିବା ଉଚିତ ନୁହେଁ ଯେପର୍ଯ୍ୟନ୍ତ ଆମେ ନିଜେ ତାହା ହୃଦୟଙ୍ଗମ କରିନାହୁଁ। ମାଥ୍ୟୁ 23 ପର୍ବ ତାର 39 ପଦରେ ଲେଖା ଅଛି, କାରଣ ମୁଁ ତୁମମାନଙ୍କୁ କହୁଅଛି, ପ୍ରଭୁଙ୍କ ନାମରେ ଯିଏ ଆସୁଅଛନ୍ତି ସେ ଧନ୍ୟ। ତୁମେମାନେ ଏହି କଥା ନ କହିବା ପର୍ଯ୍ୟନ୍ତ ଆଜିଠାରୁ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ। କେବଳ ସେହି ଧର୍ମ ନେତାମାନେ ହିଁ ନୁହନ୍ତି, ବରଂ ତାଙ୍କର ପ୍ରେରିତମାନେ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ। ଏହା ସେମାନଙ୍କୁ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ପରି ମନେ ହେଉଥିଲା। ସେମାନେ ଆଶା କରୁଥିଲେ ଯେ ସେ ଜେରୁସାଲେମକୁ ରାଜଧାନୀ କରି ନିଜର ସାମ୍ରାଜ୍ୟ ସ୍ଥାପନ କରିବେ, କିନ୍ତୁ ଏବେ ସେ କହୁଛନ୍ତି ଯେ ସେମାନଙ୍କର ଗୃହ ଶୂନ୍ୟ ଓ ଉଜାଡ଼ ହୋଇ ପଡ଼ି ରହିବ ଏବଂ ଯେପର୍ଯ୍ୟନ୍ତ ସେମାନେ ପ୍ରଭୁଙ୍କ ନାମରେ ଯିଏ ଆସୁଛନ୍ତି ସେ ଧନ୍ୟ ବୋଲି ନ କହିଛନ୍ତି ସେ ପର୍ଯ୍ୟନ୍ତ ସେମାନେ ତାଙ୍କୁ ଆଉ ଦେଖିବାକୁ ପାଇବେ ନାହିଁ। ଆପଣ ଦେଖୁଛନ୍ତି ତ, ଏହି ସମୟରେ ସେ କ୍ରୁଶ ଆଡ଼କୁ ଅଗ୍ରସର ହେଉଥିଲେ ମଧ୍ୟ ସେ ସେମାନଙ୍କୁ ନିଶ୍ଚିତ କରୁଛନ୍ତି ଯେ ସେ ପୁନର୍ବାର ଫେରି ଆସିବେ। ତାହା ହିଁ ହେବ ତାଙ୍କର ବାସ୍ତବ ବିଜୟ ଯାତ୍ରା। କହିବାକୁ ଗଲେ ସେହି ସାମ୍ରାଜ୍ୟର ସ୍ଥାପନ ଏବେ ସ୍ଥାପନ କରିବେ ନାହିଁ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ଶିକ୍ଷାକୁ ବିରୋଧ କରନ୍ତି, କିନ୍ତୁ ସେମାନଙ୍କ ପ୍ରଭୁ ଯୀଶୁଙ୍କ ଶିକ୍ଷା ବୁଝିବାକୁ ହେବ। ସେ ନିଜ ଶିଷ୍ୟମାନଙ୍କୁ କହୁଛନ୍ତି ଯେ ସେ ଏହି ସମୟରେ ପୃଥିବୀରେ ରାଜ୍ୟ ସ୍ଥାପନ କରିବେ ନାହିଁ, ବରଂ ଏହାକୁ ସ୍ଥାପନ କରିବା ପାଇଁ ସେ ପୁନର୍ବାର ଆସିବେ।
ଏହାର ଅର୍ଥ ହେଉଛି ରାଜ୍ୟର ସ୍ଥାପନ ସ୍ଥଗିତ ହୋଇଛି, ନୁହେଁ କି? ଏହି ସ୍ଥଗିତ ହେବା କଥା ଶୁଣି ପ୍ରେରିତମାନେ ଆଶ୍ଚର୍ଯ୍ୟ ଏବଂ ନିରାଶ ହୋଇଯାଇଥିଲେ। ତେଣୁ ସେମାନେ ତାଙ୍କ ପାଖକୁ 3ଟି ପ୍ରଶ୍ନ ନେଇ ଆସୁଛନ୍ତି, ଯାହା ଆମେ ପରବର୍ତ୍ତୀ ପର୍ବରେ ଦେଖିବାକୁ ଯିବା। ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ। ପ୍ରେମମୟ ସ୍ୱର୍ଗସ୍ଥ ପିତା, ତୁମରି ସାନ୍ନିଧ୍ୟକୁ ଆସିବା ପାଇଁ ଆମମାନଙ୍କୁ ତୁମେ ସାହାଯ୍ୟ କଲ। ତୁମରି ଉପସ୍ଥିତି ମଧ୍ୟରେ ବସିକି ପ୍ରଭୁ ତୁମରି ସୁନ୍ଦର ବାକ୍ୟ ଅଧ୍ୟୟନ କରିବା ପାଇଁ ଆମେମାନେ ସୁନ୍ଦର ସୁଯୋଗ ପାଇଲୁ, ସେଥିଲାଗି ତୁମକୁ ଧନ୍ୟବାଦ ଦେଉଛୁ। ପବିତ୍ର ପ୍ରିୟ ପ୍ରଭୁ, ଆଜିର ଅଧ୍ୟୟନ ମଧ୍ୟରେ ଯାହା କିଛି ପ୍ରଭୁ ଆମେ ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ସେ ବାକ୍ୟ ଅନୁସାରେ ଚାଲିବା ପାଇଁ, ସେ ବାକ୍ୟ ପ୍ରତି ମନୋଯୋଗୀ ହେବା ପାଇଁ, ସେ ବାକ୍ୟ ଅନୁସାରେ ନିଜ ନିଜର ଜୀବନକୁ ସଜାଡ଼ିବା ପାଇଁ ଆମମାନଙ୍କୁ ତୁମେ ସାହାଯ୍ୟ କର। ପବିତ୍ର ପ୍ରିୟ ପ୍ରଭୁ, ଆଗାମୀ ଦିନମାନଙ୍କରେ ଆମେ ଯେପରି ବିଶ୍ୱାସରେ ତୁମଠାରେ ନିର୍ଭରଶୀଳ ଜୀବନ କାଟିବାକୁ ପାରିବୁ, ସେହିପରି ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କରିବା ସହିତ ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ଗୌରବ, ସମ୍ଭ୍ରମ, ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏହି ଅଧ୍ୟୟନରୁ ଆମେ ଶିଖିଲୁ ଯେ ଯୀଶୁ ଅଧ୍ୟାପକ ଓ ଫାରୋସୀମାନଙ୍କ କପଟଚାରକୁ ପଦାରେ ପକାଇଥିଲେ ଏବଂ ପ୍ରକୃତ ଅନୁତାପ ଓ ବିଶ୍ୱାସ ବିନା କେବଳ ବାହ୍ୟ ଧର୍ମଚାରଣ ବିରୁଦ୍ଧରେ ସତର୍କ କରାଇଥିଲେ। ସେ ଶିକ୍ଷା ଦେଇଥିଲେ ଯେ ପ୍ରକୃତ ମହାନତା, ନମ୍ରତା ଏବଂ ଅନ୍ୟମାନଙ୍କ ସେବା କରିବା ଦ୍ୱାରା ଆସିଥାଏ, ଗର୍ବ କିମ୍ବା ବାହ୍ୟ ଆଡ଼ମ୍ବର ଦ୍ୱାରା ନୁହେଁ। ପରବର୍ତ୍ତୀ ଅଧ୍ୟୟନରେ ଆମେ ଯେଉଁଠାରେ ଯୀଶୁ ଯୁଗାନ୍ତ ଏବଂ ତାଙ୍କର ଦ୍ୱିତୀୟ ଆଗମନ ବିଷୟରେ ଶିଷ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି। ପ୍ରିୟ ଦର୍ଶକ ବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଜଗତର ବୁକୁ ପରେ ଆମେ ଲବଣ ସ୍ୱରୂପ, ଲବଣର ଗୁଣ ନେଇ ଭରି ଦେବା ସୁସ୍ୱାଦ। ଗତ ପ୍ରଶ୍ନର ଉତ୍ତରଟି ହେଉଛି ସି ଜଣେ ବ୍ୟବସ୍ଥା ଶାସ୍ତ୍ରଜ୍ଞ। ଆଜିର ପ୍ରଶ୍ନଟି ହେଉଛି କେଉଁ ବର୍ଷରେ ଜେରୁସାଲାମ ଧ୍ୱଂସ ପାଇଥିଲା? ଏ 70 ଖ୍ରୀଷ୍ଟାବ୍ଦ, ବି 370 ଖ୍ରୀଷ୍ଟାବ୍ଦ, ସି 1100 ଖ୍ରୀଷ୍ଟାବ୍ଦ, ଡି 1947 ଖ୍ରୀଷ୍ଟାବ୍ଦ। এই ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି, ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଭଦ୍ରକରୁ ସୌଦାମିନୀ ସେନାପତି ଓ ପରିବାର।